ସତରେ ଅଜବ ଆମେ ନିଜର ସୁବିଧା ପାଇଁ ପିଲାବେଳେ ପିଲାଙ୍କ ହାତରେ ଆମେ ମୋବାଇଲ ଧରାଇ ଦିଏ। ଠିକ୍ କହୁଛି ନା? ତାକୁ ମୋବାଇଲ ସହ ପରିଚିତ କରାଇ ଅଭ୍ୟସ୍ତ କରାଇ ଦିଏ। ପରୋକ୍ଷରେ ତା ମୁଣ୍ଡରେ ମୋବାଇଲ ଛଡ଼ା ସେ ଖାଇବନି, ମୋବାଇଲ ଛଡ଼ା ସେ ବୁଝିବନି, ଏଇସବୁ କଥା ପରୋକ୍ଷରେ ଆମେ ତା ମାନସିକତା ଭିତରେ ଭର୍ତ୍ତି କରିଦିଏ। ହେଲେ ସେ ଟିକିଏ ବଡ଼ ହୋଇ ଯେତେବେଳେ ମୋବାଇଲକୁ ସର୍ବସ୍ୱ ଭାବେ, ସେତେବେଳେ ଆମେ ନିଜେ ଟେନସନ୍ ହୁଏ, ତାକୁ ଗାଳି ଦିଏ, ବିରକ୍ତ ହୁଏ, ନିଜେ ଅଶାନ୍ତ ହେବା ସହିତ ପିଲାଟିର ମନଚେତନାକୁ ବିକ୍ଷିପ୍ତ କରିଦିଏ। କେବେ ନିଜକୁ ପଚାରିଛେ, କେବେ ବି ଆମେ ନିଜକୁ ପଚାରିଛେ ଏଥିପାଇଁ ଦାୟୀ କିଏ? ଯଦି ପଚାରିଛେ, ଯଦି ନିରପେକ୍ଷ ଭାବରେ ପଚାରିଛେ, ତାହେଲେ ତାର ଉତ୍ତର ଯାହା ମିଳୁଛି ତାକୁ କାମରେ ଲଗାନ୍ତୁ, ତାକୁ କାମରେ ଲଗାଇବା ଉଚିତ। ନିଜର କର୍ତ୍ତବ୍ୟକୁ ହାଲକା କରୁ କରୁ ଶିଶୁଟିର ଭବିଷ୍ୟତକୁ, ଶିଶୁ ମନଚେତନାକୁ ବିକ୍ଷିପ୍ତ କରନ୍ତୁନି। ସମୟ ଆସିବ, ମୋବାଇଲ ମୋହରେ ମଣିଷ ପାଇଁ ଥିବା ଇମୋସନର କୋଠରୀଟି ବନ୍ଦ ହୋଇଯିବ। ଆଉ ତାପରେ ବୁଝିପାରୁଥିବେ ନିଶ୍ଚୟ କ'ଣ ହେବ। ତେଣୁ ଟିକେ ଭାବନ୍ତୁ ନା।